ଆପଣଙ୍କୁ ସ୍ୱାଗତ କରୁଛି ମୋର ନୂଆ ପ୍ରକାର ୟୁଟ୍ୟୁବ ଭିଡ଼ିଓ ସିରିଜରେ, ଯାହାର ଉଦ୍ଦେଶ୍ୟ ହେଉଛି କିଛି ଇଣ୍ଟରେଷ୍ଟିଂ ଜିନିଷ ଶିଖିବା। ଏ ଦୁନିଆ ବହୁତ ବଡ଼, ତ ଏଇ ଏତେ ବଡ଼ ଦୁନିଆରେ ଆମେ କିଛି ମାନେ ପ୍ରତି ଦୁନିଆର କୋଣରେ କିଛି ନୂଆ ଜିନିଷ ଅଛି ଯାହାକି ଆମେ ଜାଣିବାକୁ ଚେଷ୍ଟା କରିବା। ମୋତେ ଇଣ୍ଟରେଷ୍ଟ ଲାଗେ, ସେଇଥିପାଇଁ ମୁଁ ଭାବିଲି ହୁଏତ ଆପଣଙ୍କୁ ପସନ୍ଦ ଆସିଥାଇପାରେ, ସେଇଥିପାଇଁ ମୁଁ ଏଇ ଭିଡ଼ିଓ ଗୁଡ଼ାକ ବନଉଛି। ତ ଆଜିର କନସେପ୍ଟରେ ଅଛି ମାଉଣ୍ଟେନ୍ ଚିକେନ୍। ହେଲେ ଆପଣଙ୍କୁ କ'ଣ ଲାଗୁଥିବ ଏଇ ନାଁଟା ଶୁଣିକି ମାଉଣ୍ଟେନ୍ ଚିକେନ୍ ବୋଲେ ହୁଏତ ପାହାଡ଼ରେ ଗୋଟେ ପ୍ରକାର କୁକୁଡ଼ା ଥିବ, ପାହାଡ଼ରେ ଥିବାରୁ ଆର ନାଁ ଦିଆଯାଇଛି ମାଉଣ୍ଟେନ୍ ଚିକେନ୍। ଆକ୍ଚୁଆଲି ଏଇଟା ଭୁଲ କନସେପ୍ଟ। ମାଉଣ୍ଟେନ୍ ଚିକେନ୍ ଯେତେବେଳେ ମୁଁ ଫାଷ୍ଟ ଶୁଣିଥିଲି ମୋତେ ବି ସେୟା ଲାଗୁଥିଲା, କିନ୍ତୁ ମାଉଣ୍ଟେନ୍ ଚିକେନ୍ ହେଉଛି ଗୋଟେ ପ୍ରକାର ବଡ଼ ବେଙ୍ଗ। ବଡ଼ ବେଙ୍ଗ ଏଇଠି ଦେଖନ୍ତୁ, ଆପଣ ଗୋଟେ ଛବିରେ ଦେଖନ୍ତୁ, ଏ ଲୋକଟି ହାତରେ ଧରିଛନ୍ତି, ତାପରେ ବି ତାଙ୍କ ହାତରୁ ସେ କେତେ ବଡ଼ ହେଇଛି। ତ ଏଇ ଯୋଉ ବେଙ୍ଗଟିର ବୈଜ୍ଞାନିକ ନାମ ହେଉଛି ଲେପ୍ଟୋଡାକ୍ଟିଲସ୍ ଫାଲାକ୍ସ। ଏହାର ବୈଜ୍ଞାନିକ ନାମ ହେଉଛି ଲେପ୍ଟୋଡାକ୍ଟିଲସ୍ ଫାଲାକ୍ସ। ତ ଏଇଟାକୁ କାହିଁକି ମାଉଣ୍ଟେନ୍ ଚିକେନ୍ କୁହାଯାଏ? କାରଣ କ'ଣ, କିଛି ଲୋକମାନେ ଏଇ ବେଙ୍ଗକୁ ଧରିକି ସେମାନେ କୁକୁଡ଼ା ଭଳିଆ ତରକାରୀ କରିପାରନ୍ତି। ଏଇ ବେଙ୍ଗଟା ଏତେ ବଡ଼ ହେଇଥାଏ ଯେ ୟାର ଫ୍ରାଏ କରିହେବ, କଷା କରିହେବ, ତରକାରୀ କରିହେବ, କିଛି ବି କରିହେବ। ଆଉ ଏମାନେ କୁକୁଡ଼ା ଭଳିଆ ଏଇଟାକୁ ଖାଦ୍ୟ ରୂପରେ ଗ୍ରହଣ କରୁଛନ୍ତି, ଖାଉଛନ୍ତି। ସେଇଥିପାଇଁ ସେମାନେ ଏଇଟା ପାହାଡ଼ରେ ମିଳୁଥିବାରୁ ଚିକେନ୍ର ପରିବର୍ତ୍ତେ ଏଇଟା ଚିକେନ୍ର ଅଭାବ ପୂରଣ କରିପାରୁଥିବାରୁ ଏମାନେ ଆଙ୍କର ନାଁ ଦେଇଛନ୍ତି ମାଉଣ୍ଟେନ୍ ଚିକେନ୍, ଯାହାକୁ ଓଡ଼ିଆରେ କନଭର୍ଟ କଲେ ହୁଏ ପାହାଡ଼ି କୁକୁଡ଼ା, କିନ୍ତୁ ଏଇଟା ଗୋଟେ ବଡ଼ ବେଙ୍ଗଟେ। କେଉଁଠି ମିଳେ ନା କ୍ୟାରିବିଆନ୍ ଦ୍ୱୀପପୁଞ୍ଜରେ, ବିଶେଷ କରି ତାର ଯୋଉ ଦୁଇଟା ସହର ଅଛି ବଡ଼ ବଡ଼, ଡୋମିନିକା ଆଉ ମୋଣ୍ଟସେରେଟ୍, ସେଇ ଦୁଇଟା ସହରରେ ମିଳେ। ଆଉ ବିଶେଷତ୍ୱ କ'ଣ, ସବୁଠାରୁ ବଡ଼ ଏମାନେ ଦେଖିବାକୁ ବହୁତ ବଡ଼ ଥାଆନ୍ତି। ଗୋଟେ ବେଙ୍ଗ 20 ସେମି ପର୍ଯ୍ୟନ୍ତ ବଡ଼ ହେଇଥାଏ। ଆପଣ ଅନୁମାନ କରନ୍ତୁ, ଏଇ ଲୋକ ହାତରେ ଧରିଛନ୍ତି, ହେଲେ ହାତଠୁ ଏଇଟା କେତେ 3-4 ଗୁଣ ବଡ଼। ଆଉ ଆର ଗୋଡ଼ ତ ଫୁଟେ ଉପରେ ଲମ୍ବେଇଛି। ତ ଆକୁ ଯଦି ଓଜନ କରାଯାଏ, ୟାର ଓଜନ ପ୍ରାୟ 1 କେଜି ଯାଏ ହେଇପାରେ। ମାନେ ଗୋଟେ ବେଙ୍ଗ ଯାହାର ଓଜନ 1 କେଜି ହୋଇଥାଏ, ତ ସେଇଟାରେ କେତେ ପରିମାଣର ମାଂସ ଅଛି। ତ ଏଇଠିକାର ଲୋକମାନେ, ଏଇ ଯୋଉ କ୍ୟାରିବିଆନ୍ ଦ୍ୱୀପପୁଞ୍ଜର ଲୋକମାନେ ଏଇଟାକୁ କ'ଣ କରନ୍ତି ନା ୟାର ତରକାରୀ ବା ଆକୁ ଚିକେନ୍ ଭଳିଆ ଖାଆନ୍ତି। ତ ଏବେ ଅସୁବିଧା କ'ଣ ହେଲା, ଏବେ ଏଇ ଜିନିଷଟା ଏତେ ପରିମାଣରେ ଖାଉଛନ୍ତି ଯେ ଏଇଟା ଏବେ ବିଲୁପ୍ତ ହେବାରେ ଲାଗିଛି। ଆଉ ଏଥିରେ ଗୋଟେ ପ୍ରକାର ରୋଗ ହେଇଛି ଯାହାକୁ କୁହାଯାଏ ସିଟ୍ରିଡ୍ ଫଙ୍ଗସ୍। ଯୋଉ ସିଟ୍ରିଡ୍ ଫଙ୍ଗସ୍ ହେଇଛି, ଏଇ ଫଙ୍ଗସ୍ ଯୋଗୁଁ ଏଇଟା ଏବେ ଧୀରେ ନଷ୍ଟ ହେବାରେ ଲାଗିଛି। ତ ମୋ ଭିଡ଼ିଓରେ ଏତିକି ଥିଲା। ଯଦି ଆପଣଙ୍କୁ ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରନ୍ତୁ ଆଉ କମେଣ୍ଟ କରନ୍ତୁ। ଥ୍ୟାଙ୍କ ୟୁ।